ଏବଂ ଗ୍ରାମବାସୀ ମାନଙ୍କର ଆନୁକୂଲ୍ୟରେ ଏହି ସତ୍ସଙ୍ଗ ଆୟୋଜନ କରାଯାଇଛି। ଠାକୁରଙ୍କର ସେ ଦିବ୍ୟ ଜୀବନର କଥା ଭଜନ କୀର୍ତ୍ତନ ମାଧ୍ୟମରେ ତାଙ୍କରି କଥା ଗୁଣକୀର୍ତ୍ତନ କରାଯାଏ। ତାପରେ ଆରମ୍ଭ ହୁଏ ଜାଗରଣ। ଯେତେବେଳେ ଠାକୁର ହଉଛନ୍ତି ପ୍ରତ୍ୟକ୍ଷ ଦେବତା, ଜୀବନ୍ତ ସେ, ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଯେତେବେଳେ ଅନ୍ତରର ବେଦନା ତାକୁ ଜଣାଏ, ସେତେବେଳେ ସେ ଠିକ ସମୟରେ ତାର ପ୍ରତିକାର ଦେଇଥାନ୍ତି। ଲାଇନ କଟିଗଲା, ମୁଁ ମନେ ମନେ ଭାବିଲି ଠାକୁର ତମରି କଥା ଆଉ ତୁମରି କଥା ଶୁଣିବା ପାଇଁ ଏ ଲାଇନର ବ୍ୟବସ୍ଥା ଟିକେ କଟିଗଲା, ସାଙ୍ଗେ ସାଙ୍ଗେ ଲାଇନ ଆସେ। ଇଏ ହଉଛନ୍ତି ଠାକୁରଙ୍କର ସେ ଜୀବନ୍ତ ବିଧାନ। ତେଣୁ ଠାକୁର ଚାହିଁଛନ୍ତି ଯେ ପ୍ରତ୍ୟେକ ମଣିଷକୁ ଏକ ସୁନାର ମଣିଷରେ ରୂପାନ୍ତରିତ କରିବା ପାଇଁ ଏବଂ ପ୍ରତି ପରିବାରକୁ ପୁଣି ସଜାଡ଼ି ଦେବା ପାଇଁ। ଏବଂ ଠାକୁରଙ୍କର ସେଇ ବାଣୀ ମନେ ପଡେ। ଠାକୁର କହୁଛନ୍ତି ଯେ ସେ ଆମେ ଯେମିତି କର୍ମ କରୁ ତଦମାଫିକ କର୍ମ ଫଳ ପାଉ। ଠାକୁର କହୁଛନ୍ତି ବିଧିକାର ବାମ ନୁହେଁ, ଯୋ କରି ওই পাই, ବିଧିକାର ବାମ ନେଇ। ବଙ୍ଗଳାର ବାଣୀ ବିଧି ଯୋଉଟା ଆମେ ଭାବୁ କି ଭାଗ୍ୟ ବୋଲିକି, ଯୋଉ ଭାଗ୍ୟରେ ଆମର ଥିଲା ଏମିତି ଗୋଟେ ଘଟିଗଲା ବୋଲିକି, ଠାକୁର କହୁଛନ୍ତି ସବୁ ଆମର କର୍ମର କର୍ମଫଳ ଆମେ ଭୋଗୁ। ତେଣୁ ଆମେ ଯାହା କିଛି କର୍ମ କରୁଛୁ ସେଇ କର୍ମର କର୍ମଫଳକୁ ଆମେ ଭୋଗ କରୁ। କେବେ କାହାରି ଭାଗ୍ୟ କିଛି ଖରାପ ନଥାଏ। ଗୀତାରେ ମଧ୍ୟ ଅଛି, ଠାକୁରଙ୍କର ସେ ଇଂଲିଶର ବାଣୀ ଅଛି ଯେ ଠାକୁର ଇଂଲିଶର ସେ ବାଣୀରେ କହୁଛନ୍ତି ଯୋଉ ଆମ ଭାଗ୍ୟ ଡେଷ୍ଟିନି ବୋଲି କହୁ, ଠାକୁର କହୁଛନ୍ତି ଡେଷ୍ଟିନି ଇଜ ଦ ଆଉଟକମ୍ ଅଫ ୟୁର ଡିଡ୍ସ। ଆମେ ଯାହା କର୍ମ କରୁ ସେ କର୍ମର ଫଳ ହଉଛି ଆମର ଭାଗ୍ୟ ନିର୍ପଣ କରେ। ତେଣୁ ଭାଗ୍ୟ କିଛି ଭିନ୍ନ ଜିନିଷ ନଥାଏ। ତେଣୁ ଅନେକ ସମୟରେ ଦେଖାଯାଏ ଆମେ ଅନେକ ସମୟରେ ଯୋଉ କର୍ମ କରୁ ସେଇ କର୍ମ ଭିତରୁ ଆମେ ସତ୍କର୍ମ କରୁଥିଲେ ମଧ୍ୟ ଆମେ ଅନେକ ସମୟରେ ଦୁଃଖ ଯାତନା ପାଉ, କଷ୍ଟ ପାଉ। କିନ୍ତୁ ସେତେବେଳେ ଭାବୁ ଯେ ମୁଁ ତ ଠିକ କାମ କରୁଛି, କେମିତି କର୍ମ ପାଉଛି। କିନ୍ତୁ ବାସ୍ତବିକ ଯଦି ଆମେ ଦେଖୁ ସେଇଟା ହଉଛି ଆମର ଏଇ ଜନ୍ମର କର୍ମଫଳ ନହେଲେ ମଧ୍ୟ ପ୍ରାରବ୍ଧର କର୍ମଫଳ ହେଇଥାଏ। এই ପ୍ରାରବ୍ଧର କର୍ମଫଳକୁ ଭୋଗିବା ପାଇଁ ଆମେ ଜନ୍ମ ଜନ୍ମାନ୍ତରର ଗତିପଥରେ ଏଇ ଗତି କରିଥାଉ। ତେଣୁ ଏଇଠି ପୁରା ମନେ ପଡେ, ଆଜି ସକାଳେ ମର୍ଣ୍ଣିଂ ୱାକ୍ କଲାବେଳେ ମୋର ଜଣେ ବନ୍ଧୁ ପଚାରିଲା କୁଆଡେ ଯାଉଛୁ? ମୁଁ କହିଲି କୁଆଡେ ଯାଉଛି ମୁଁ ଜାଣିନି, ଆଉ ଯଦି ମୁଁ ଜାଣିଥାନ୍ତି ତାହେଲେ ମୁଁ ଯିବାକୁ ଇଚ୍ଛା କରୁନଥାନ୍ତି। ସେ ଆଉ ବୁଝିପାରିଲା। ତାପରେ ମତେ ପଦେ ଫୋନ କରି ପଚାରିଲା ଯେ ତାର ମାନେ କଣ, ତୁ କୁଆଡେ ଯାଉଛୁ ଜାଣିନୁ, ଆଉ ଯଦି ଜାଣିଥାନ୍ତୁ କୋଉଠିକି ଯାଉଛି ତାହେଲେ ଯିବାକୁ ଚେଷ୍ଟା କରୁ। ମୁଁ କହିଲି ତାର ମୂଳ କଥା ହଉଛି ଜୀବନର ଗତିର କଥା କହୁଥିଲି। ଏ ଜୀବନର ଗତିର ପଥ ଯୁଆଡେ ତାହା ହଉଛି ଏଇ ଶରୀରର ଗତିର ପଥ ହଉଛି ମୃତ୍ୟୁ ଆଡକୁ। କିନ୍ତୁ ଏଇ ଯୋଉ ସତ୍ତା ବା ଆତ୍ମାର ଗତି ହଉଛି ପରମ ସତ୍ତା ସହିତ ମିଳନ, ପରମ ପିତାଙ୍କ ସହିତ ଯୋଗ ସୂକ୍ତ। ତେଣୁ ତା ପାଇଁ ଯୋଉ ଶରୀରର ବିଧାନ ଅଛି, ମୁଁ ଯଦି ଜାଣନ୍ତି ମୋର ଗତିପଥ ସିଆଡେ ତାହେଲେ ମୁଁ କେବେ ହେଲେ ଗତି କରିନଥାନ୍ତି। ତେଣୁ ଏଇ ଯୋଉ ମୃତ୍ୟୁର ଭୟାବହ ଆସେ, ତେଣୁ ତାର ବାସ୍ତବିକ ରୂପାନ୍ତରିତ ନୁହେଁ। ତେଣୁ ବାସ୍ତବିକ ଠାକୁର କହୁଛନ୍ତି ମଣିଷ ତା ଜୀବନ କାଳ ଭିତରେ ଯାହା କିଛି ଅର୍ଥ ଉପାର୍ଜନ କରେ ସେ ସବୁ ଅର୍ଥର ମାଲିକ ଶରୀର ନୁହେଁ। କାରଣ ଶରୀର ହଉଛି କ୍ଷଣସ୍ଥାୟୀ, ତା ଭିତରେ ଥିବା ଆତ୍ମା ହଉଛି ସତ୍ତାର ମାଲିକ। ତେଣୁ ଆମେ ଯେତେବେଳେ ମରିଯାଉ, ମଣିଷ ଯେତେବେଳେ ମରିଗଲା ପରେ ପୁଣି ଥରେ ସେ ଜନ୍ମ ନିଏ, ସେଇ ବଂଶ ପରମ୍ପରା ଭିତରେ ବେଦ ଶୈଳୀ ଭିତରେ ସେ ଜନ୍ମ ନିଏ ଏବଂ ତାର ସେଇ ସମ୍ପତ୍ତି ବାଟକୁ ସେ ପୁଣି ଥରେ ଉପଭୋଗ କରେ। ଏହାକୁ ଆମେ ଠାକୁର ଯୋଉ ମାନେ ଜନ୍ମ ସଂସ୍କାର କଥା କହୁଥିଲେ ସେଇ କଥାକୁ ଆମେ ଅନେକ ବିଶ୍ୱାସ କରୁନା। କିନ୍ତୁ ବାସ୍ତବିକତା ହଉଛି ଠାକୁରଙ୍କର ସେ ବିଧାନକୁ ଯଦି ଦେଖୁ, ଠାକୁର କହୁଥିଲେ ମରଣା ମାରଣା ଭାରତ ମୃତ୍ୟୁକୁ ଅବଲୁପ୍ତ କର। ସେ ମୃତ୍ୟୁକୁ ଅବଲୁପ୍ତ କରିବାର କଥା ଆଜି ପର୍ଯ୍ୟନ୍ତ କୌଣସି ପରମ ପୁରୁଷ ଏ ଧରାଧାମରେ ତାହା କହିନାହାନ୍ତି। ମରିବା ତ ନିଶ୍ଚିତ, ତ ଠାକୁର କହୁଥିଲେ ମୃତ୍ୟୁକୁ ଅବଲୁପ୍ତ କର, ମୃତ୍ୟୁକୁ ମଧ୍ୟ ଦୂର କରିବାର ବିଧାନ ଶ୍ରୀ ଶ୍ରୀ ଠାକୁର କେବଳ ପରମ ପିତା ଦେଇପାରନ୍ତି। ତେଣୁ ମୃତ୍ୟୁକୁ ଅବଲୁପ୍ତ କରିବାର କଥା କିଭଳି ଭାବେ ସମ୍ଭବ ହୁଏ? ତେଣୁ ମଣିଷ ଯେତେବେଳେ ମରିଯାଏ ତାର ସେଇ ସ୍ମୃତି ପାଇଁ ଚେତନା ଶକ୍ତିଟା ତାର ଲିଭିଯାଏ। ତାର ଏଇ ଜନ୍ମର ସମସ୍ତ ଯେତେ ମାନେ ତାର ଏକ୍ସପିରିଏନ୍ସ ଅଛି, ଯେତେ ଜ୍ଞାନ ବୁଦ୍ଧି ଯାହା କିଛି ସେ କମେଇଛି, ଏ ମୃତ୍ୟୁର ଯୋଉ ଭୟାବହତା ଆସେ ସେଇ ସମୟରେ ସେ ସବୁ ଲିଭିଯାଏ। କିନ୍ତୁ ଠାକୁର ସେଇ ଯୋଉ ଭୟାବହତା ଲିଭିଯାଏ ସେଇଟାକୁ ବଞ୍ଚେଇ ରଖିବା ପାଇଁ ଚାହିଁଛନ୍ତି। ଯଦି ଆମ ପୂର୍ବଜନ୍ମର ସମସ୍ତ କର୍ମଫଳକୁ ଆମେ ଯଦି ମନେ ରଖିପାରୁ ତାହେଲେ କଣ ହବ? ଆମେ କେତେ ଗୁଣିବାନ ହେଇପାରିବା, ତାହା ହିଁ ଶ୍ରୀ ଠାକୁର ଚାହିଁଛନ୍ତି। ତେଣୁ ଆମର ଯୋଉ ବ୍ରେନ୍ ଅଛି, ଯୋଉ ମୁଣ୍ଡ ଅଛି, ବୁଦ୍ଧି ଅଛି, ସେଇ ବୁଦ୍ଧି ଭିତରେ ଆମର ପୂର୍ବଜନ୍ମର ସବୁ କିଛି ଲିପି ହେଇକି ରହିଛି। ତାକୁ ଉଦ୍ଧାର କରିବା ପାଇଁ, ତାକୁ ଉନ୍ମୋଚନ କରିବା ପାଇଁ ଠାକୁର ଏଇ ନାମ ଦେଇଛନ୍ତି। ଏ ନାମ ମାଧ୍ୟମରେ
ଆମେ ପୂର୍ବଜନ୍ମର ସବୁ କିଛି କଥାକୁ ମନେ ପକେଇ ଦେଇ ପାରିବା ଏବଂ ଏଇ ଜନ୍ମ ଭିତରେ ଆମ ପୂର୍ବଜନ୍ମର ଯୋଉ ସତ୍ତା ଆମ ଭିତରେ ଯୋଉ ମେମୋରି ଅଛି ତାକୁ ମଧ୍ୟ ଉନ୍ମୋଚନ କରାଯାଇ ପାରିବ। ତା ଭିତରେ ଠାକୁରଙ୍କର ବିଧାନ। ତେଣୁ ଠାକୁରକୁ ଆମେ ଏଇ କଳି ଯୁଗରେ ଆସିଛନ୍ତି ସନ୍ଦିଗ୍ଧରେ। ଠାକୁର କହୁଥିଲେ ରକ୍ତ ମାଂସ ଧରିକି ଯଦି ଧରା ପୃଷ୍ଠରେ କେହି ଯଦି ପରମ ପିତା ଧରା ପୃଷ୍ଠରେ ଜନ୍ମଗ୍ରହଣ କରିଛନ୍ତି ସେ ହଉଛନ୍ତି ରାମଚନ୍ଦ୍ର। ଏବଂ ତା ପୂର୍ବରୁ ଯୋଉ ସତ୍ୟ ଯୁଗରେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର କଥା ଏବଂ ବିଭିନ୍ନ ଅବତାର କଥା ଥିଲା ଠାକୁର କହୁଛନ୍ତି ସେ ସବୁ ହଉଛି ଗୋଟେ ଇଭଲ୍ୟୁସନ ଥିଓରି ଅଫ ଇଭଲ୍ୟୁସନ। ଇଏ ହଉଛି ବିବର୍ତ୍ତନ ସୃଷ୍ଟିର ଗୋଟେ ଚକ୍ରର ଗୋଟେ କାହାଣୀ। ଏବଂ ରକ୍ତ ମାଂସ ଧରିକି ରାମଚନ୍ଦ୍ର ଆସିଥିଲେ। ଯୋଉ ରାମଚନ୍ଦ୍ର ଯେତେବେଳେ ରାବଣକୁ ବଦ୍ଧ କରି ଫେରି ଆସିଥିଲେ ସେଇଥିର କୌଶଲ୍ୟା ମା ଯେତେବେଳେ ରାମଚନ୍ଦ୍ରଙ୍କୁ ପଚାରୁଛନ୍ତି ତୁ ରାବଣକୁ ହତ୍ୟା କରିଦେଲୁ ସେତେବେଳେ ରାମଚନ୍ଦ୍ର କହୁଛନ୍ତି ନାଇଁ ମା ମୁଁ ରାବଣକୁ ହତ୍ୟା କରିନାହିଁ। ରାବଣକୁ ତାର ଅହଙ୍କାର ହିଁ ହତ୍ୟା କରିଦେଇଛି। ରାବଣକୁ ତାର ଅହଙ୍କାର ହିଁ ହତ୍ୟା କରିଦେଇଛି। ତେଣୁ ସେଇ ଅହଙ୍କାର ଆଜି ଆମ ସମସ୍ତଙ୍କ ଭିତରେ ସେଇ ଅହଙ୍କାର ଅଛି। ଆଉ ସେଇ ଅହଙ୍କାର ହିଁ ପରିବାରକୁ ମାନେ ନଷ୍ଟ କରିବାର ଏକମାତ୍ର ବିଧାନ ଏକମାତ୍ର ଜିନିଷ ଆଜି ପରିବାର ଅଛି। ଆଜି ପରିବାର ଉଜୁଡି ଯାଇଛି। ମଣିଷର ଶାନ୍ତି ଉଜୁଡି ଯାଇଛି। ତା ପଛପଟରେ ଏକମାତ୍ର ଜିନିଷ ହଉଛି ନିଜର ଅହଙ୍କାର। ମୁଁ ନିଜକୁ ପ୍ରତିଷ୍ଠା କରିବାକୁ ଚାହେଁ ଏବଂ ଠାକୁର କହୁଛନ୍ତି ଏଇ ନାମ ଧ୍ୟାନ କରିବା ମାଧ୍ୟମରେ ନିଜର ସେ ଅହଙ୍କାର ଟିକେ ପତଳା ହେଇଯାଏ ଏବଂ ଏ ଅହଙ୍କାରଟା ଯେତେବେଳେ ପତଳା ହେଇଯାଏ ମଣିଷ ଠାକୁର କହୁଛନ୍ତି ସତ୍ୟାନୁଷ୍ଠାନ ଯେତେ ଅହଙ୍କାର ମଣିଷର ନିଭେଇଯାଏ ସେତେବେଳେ ସେ ସର୍ବଗୁଣ ସମ୍ପନ୍ନ ହେଇ ଉଠେ। ତେଣୁ ମଣିଷର ଯୋଉ ଗୁଣ ଗାରିମା ସବୁ କିଛି ବୃଦ୍ଧି ପାଏ ତାର ସେ ଅହଙ୍କାର ଯେତେବେଳେ ନିର୍ଲିପ୍ତ ହେଇଯାଏ ଲିଭେଇଯାଏ। ସେଇ ଅହଙ୍କାର ପାଇଁ ସ୍ୱାମୀ ସ୍ତ୍ରୀ ଭିତରେ ଆଜି କଳି, ସେଇ ଅହଙ୍କାର ପାଇଁ ପିତା ପୁତ୍ର ଭିତରେ କଳି, ଭାଇ ବନ୍ଧୁ ଭିତରେ କଳି, ସେଇ ଅହଙ୍କାରକୁ ଦୂର କରିବା ପାଇଁ ଶ୍ରୀ ଠାକୁର ଆସିଛନ୍ତି। ଏବଂ ଯୋଉ ଆଚାର୍ଯ୍ୟ ଦେବଙ୍କର କଥା କହୁଥିଲେ ଦାଦା ସେ ଆଚାର୍ଯ୍ୟ ଦେବ ଆଜି ସମସ୍ତଙ୍କୁ ସେଇ କଥାର ଆହ୍ୱାନ ଦେଇଛନ୍ତି। ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ଯେ ଯାହା ଶ୍ରୀ ଠାକୁର କହୁଥିଲେ ଯେ ପ୍ରତ୍ୟେକ ମଣିଷ ହଉଛନ୍ତି ଗୋଟେ ଗୋଟେ କ୍ଷୁଦ୍ର ଭଗବାନ ଏବଂ ଜେସସ୍ ଖ୍ରୀଷ୍ଟ ଯିଏକି ଠାକୁରଙ୍କର ପୂର୍ବ ଅବତାର ଥିଲେ ସେ ଜେସସ୍ ଖ୍ରୀଷ୍ଟ ମଧ୍ୟ କହୁଥିଲେ ଯେ ଏଭ୍ରି ହ୍ୟୁମାନ୍ ବିଇଂ ଇଜ ସ୍ପିରିଚୁଆଲି ଡିଭାଇନ୍ ଏବଂ ଗଡ୍ ହାଜ୍ କ୍ରିଏଟେଡ୍ ଦ ମ୍ୟାନ୍ ଅନ୍ ହିଜ୍ ଓନ୍ ଇମେଜ୍। ଈଶ୍ୱର ମଣିଷକୁ ସୃଷ୍ଟି କରିଛନ୍ତି ତାଙ୍କର ନିଜର ପ୍ରତିଛବି ଭିତରେ। ତେଣୁ ମଣିଷ ଆମେ ଭଗବତ ଗୀତାରେ ମଧ୍ୟ ଅଛି ମଣିଷ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ଦେହରେ ସେ ଦିବ୍ୟତ୍ୱ ଅଛି ଯାହା ଠାକୁର ସତ୍ୟାନୁଷ୍ଠାନରେ କହୁଛନ୍ତି ତୁମର ଜାଗ୍ରତ କରିବାର କଥା। ଆଚାର୍ଯ୍ୟ ପ୍ରତି ସତ୍ସଙ୍ଗ କେନ୍ଦ୍ର ମନ୍ଦିରରେ ସେଇ ଗୋଟିଏ କଥା କହି ଚାଲିଛନ୍ତି ତୁମ ଭିତରେ ସେଇ ଠାକୁରତାକୁ ଜାଗ୍ରତ କରିବାକୁ ପଡିବ। ଆମ ଭିତରେ ସେଇ ଦିବ୍ୟତ୍ୱ ଅଛି, ଆମ ଭିତରେ ସେଇ ଦିବ୍ୟତ୍ୱ ଅଛି ତାକୁ ହିଁ ଜାଗ୍ରତ କରିବାର କଥା ଶ୍ରୀ ଆଚାର୍ଯ୍ୟ କହିଛନ୍ତି ସବୁ ଜାଗାରେ। ଏଇ ପ୍ରଶ୍ନ ଯେତେବେଳେ ରାମଚନ୍ଦ୍ରଙ୍କୁ ସମସ୍ତେ ଯେତେବେଳେ ବିଷ୍ଣୁଙ୍କର ଅବତାର ବୋଲି କହୁଥାନ୍ତି ଯେତେବେଳେ ଲକ୍ଷ୍ମଣ ଯାଇକି ରାମଚନ୍ଦ୍ରଙ୍କର ପଦସେବା କଲାବେଳେ ଲକ୍ଷ୍ମଣ ଯେତେବେଳେ ରାମଚନ୍ଦ୍ରଙ୍କୁ କହୁଛନ୍ତି ଭାଇ ଆପଣଙ୍କୁ ସମସ୍ତେ ବିଷ୍ଣୁଙ୍କର ଅବତାର ବୋଲି କହୁଛନ୍ତି, ଆପଣ ହଉଛନ୍ତି ବିଷ୍ଣୁଙ୍କର ଅବତାର, ଆପଣ ହଉଛନ୍ତି ସ୍ୱୟଂ ଭଗବାନ ବୋଲି କହୁଛନ୍ତି, ସେତେବେଳେ ରାମଚନ୍ଦ୍ର କହୁଛନ୍ତି ସୂର୍ଯ୍ୟଙ୍କର ପ୍ରତିଛବି ଦେଖିଛୁ? ଲକ୍ଷ୍ମଣ କହୁଛନ୍ତି ହଁ। ନା ଯଦି ଗୋଟେ ପାତ୍ର ଧିରେ ଯଦି କିଛି ପାଣି ରଖି ଦିଆଯାଏ ସେଇ ପାତ୍ର ଭିତରେ ସୂର୍ଯ୍ୟଙ୍କର ପ୍ରତିଛବି ଦେଖାଯାଏ। ସେମିତି ଯଦି ଶହ ପାତ୍ର ରଖି ଦିଆଯାଏ ସବୁ ପାତ୍ରରେ ମଧ୍ୟ ସୂର୍ଯ୍ୟଙ୍କର ପ୍ରତିଛବି ରହେ। ତେଣୁ ସମସ୍ତଙ୍କ ଭିତରେ ସେଇ ଭଗବାନ ଦିବ୍ୟତ୍ୱ ଅଛନ୍ତି ଯେମିତି ସବୁ ପାତ୍ରରେ ସୂର୍ଯ୍ୟଙ୍କର ପ୍ରତିଛବି ରହେ। ତେଣୁ ସମସ୍ତଙ୍କ ଭିତରେ ସେଇ ଈଶ୍ୱର ଅଛନ୍ତି ଏବଂ ସେଇ ଈଶ୍ୱରତାକୁ ଜାଗ୍ରତ କରିଦେଇ ପାରିଲେ ମଣିଷ ଗୋଟେ ଏକ ସାଧାରଣ ମଣିଷ ଏକ ଦିବ୍ୟ ମାନବରେ ପରିଣତ ହେଇଯାଇପାରିବ। ତାହା ହିଁ ଠାକୁର ଚାହିଁଛନ୍ତି ମଣିଷ ଭିତରେ ସେଇ ଠାକୁରକୁ ଜାଗ୍ରତ କରିବା ପାଇଁ। ଶ୍ରୀ ଆଚାର୍ଯ୍ୟ ଦେବ ତାହା ହିଁ କହୁଥିଲେ ଠାକୁର ଜାଗ୍ରତ କରିବାର ବିଧାନ ଥାଏ। ଶ୍ରୀ ଆଚାର୍ଯ୍ୟ ଦେବ ସେଦିନ କହୁଥିଲେ ଏଇ ବିଧାନ କଣ କହୁଥିଲେ? ଶ୍ରୀ ଆଚାର୍ଯ୍ୟ ଦେବ କହୁଥିଲେ ଯେତେବେଳେ ଆମେ ପ୍ରତ୍ୟେକ କର୍ମ ଯାହା କିଛି ଆମେ କର୍ମ କରୁଛୁ ପ୍ରତି କର୍ମରେ ମୁଁ ଯଦି ମନେ ପକାଏ ମୋ ଠାକୁର ଯଦି ମୋ ଜାଗାରେ ଥାନ୍ତେ ତାହେଲେ ସେ କଣ କରିଥାନ୍ତେ। ଆମେ ପ୍ରତି ମୁହୂର୍ତ୍ତରେ କିଛି ସ୍ଥିର ନିଷ୍ପତ୍ତି ନେବାକୁ ପଡେ ଯେ ମୁଁ କରୁଥିବା କର୍ମଟା କେତେ ଦୂର ଠିକ, ମୁଁ କୋଉଠିକି ଏଠିକି ଯିବାଟା ଠିକ ନା ଏଠିକି ଯିବାଟା ଭୁଲ, ତାକୁ ଚିନ୍ତା କରିବା ବେଳେ ମୁଁ ଯଦି ଥରେ ଚିନ୍ତା କରେ ଯଦି ମୋ ଜାଗାରେ ଠାକୁର ଥାନ୍ତେ ତାହେଲେ କଣ କରୁଥାନ୍ତେ। ଆଜିର ଏଇ ଯୋଉ ସତ୍ସଙ୍ଗ ଆଜି ଥିଲା, ଆଜି ସତ୍ସଙ୍ଗରେ ଆମର ସମସ୍ତଙ୍କର ପ୍ରିୟ ସହପ୍ରତିନିଧି ରମେଶ ଚନ୍ଦ୍ର ମିଶ୍ର ଦା ଉପସ୍ଥିତି ଥିଲା। ଆଜି ସେ ଆସିବାର ଥିଲା। 11:30 ବଜେ ମତେ ସେ ଫୋନ କଲେ। 11:30 ବଜେ ମତେ ଫୋନ କଲେ ଯେ ମୁଁ ଯିବି ଏବଂ ତାଙ୍କ ଝିଅ ଆଉ ତାଙ୍କ ସ୍ତ୍ରୀ ମଧ୍ୟ ମୋ ସହିତ ଆସିବେ, ଆମେ 4 ଜଣ ଏଠିକି ଆସିବାର ଥିଲା। ମୁଁ କହିଲି ଠିକ ଅଛି। ମୁଁ ଗୋଟେ ସତ୍ସଙ୍ଗରେ ବ୍ୟସ୍ତ ରହିଲି। ତାପରେ 1 ବଜେ ଯେମିତି ସରିଗଲା ପୁଣି ଦାଦାଙ୍କର ଫୋନ ଆସିଲା। ମୁଁ ଗୋଟେ କାର୍ଯ୍ୟରେ ମୋର ଅତି ଅର୍ଜେଣ୍ଟ କାମ ଥିଲା, ମୁଁ ଯାଉଥାଏ ମୋର ସେ କାମକୁ ନ ଗଲେ ସେଠି ଗୋଟେ ମୋର ମିସ୍ତ୍ରୀ ବସି ଯାଇଥିବ। କିନ୍ତୁ ରମେଶ ତାଙ୍କର ଗୋଡ ଆକ୍ସିଡେଣ୍ଟ ହେଇକି ଭାଙ୍ଗିଗଲା। ତାଙ୍କର ମା ମତେ ଫୋନ କରୁଛନ୍ତି ଦାଦା
ଦାଦାଙ୍କର ଗୋଡ ଭାଙ୍ଗିଗଲା ଏବଂ ଗୋଡଟା ଝୁଲୁଛି ଏମିତି। ମୁଁ ଆଶ୍ଚର୍ଯ୍ୟ ହେଇଗଲି। ମୁଁ ଯୋଉ କାମରେ ଯାଉଥିଲି ଅତି ଅର୍ଜେଣ୍ଟ କାମ ଥିଲା, କିନ୍ତୁ ମୁଁ ସେଇଠି ଚିନ୍ତା କଲି ଯେ ଠାକୁର ଥିଲେ ମୋ ଜାଗାରେ କଣ କରିଥାନ୍ତି। ମୁଁ ଦୌଡ଼ି ଆସିଲି ଆଗ ହସ୍ପିଟାଲ, ମୋର ସବୁ କାମ ବନ୍ଦ କରିଦେଲି। ମୋ ଗାଡି ଭିତରେ ସବୁ ଟାଇଲ୍ସ ଜମା ହେଇକି, ମୋ ଗାଡି କାର ଭିତରେ ଅଟୋମେଟିକ ଟାଇଲ୍ସ ର ଆବଶ୍ୟକତା ଥିଲା, ନେଲେ ମିସ୍ତ୍ରୀ ବସେ, କିନ୍ତୁ ତଥାପି ଫେରି ଆସିଲି ଦାଦାଙ୍କର କାମ ପାଇଁ। ତେଣୁ ଆଚାର୍ଯ୍ୟ ତାହା ହିଁ କହୁଛନ୍ତି ପ୍ରତି ମୁହୂର୍ତ୍ତରେ ଆମକୁ ଚିନ୍ତା କରିବାକୁ ପଡିବ, ଯଦି ମୋ ଜାଗାରେ ଠାକୁର ଥାନ୍ତେ ତାହେଲେ କଣ କରିଥାନ୍ତେ। এই স্বামী স্ত্রীর সম্পর্কে শ্রী শ্রী আচার্য কହୁଛନ୍ତି, ମୁଁ ଯଦି ସ୍ୱାମୀ ଭାବରେ ମୋ ସ୍ତ୍ରୀକୁ ଯଦି ଖରାପ ବ୍ୟବହାର କରୁଛି, ମୁଁ ଥରେ ଚିନ୍ତା କରିବା କଥା ମୋ ଜାଗାରେ ଯଦି ଠାକୁର ଥାନ୍ତେ କଣ ଏଇଭଳି ବ୍ୟବହାର ମୋ ସ୍ତ୍ରୀକୁ ଦେଇଥାନ୍ତେ। ଏବଂ ସ୍ତ୍ରୀ ଯେତେବେଳେ ସ୍ୱାମୀକୁ କଠୋର ଭାବରେ ବ୍ୟବହାର କରୁଛି, ସେ ସ୍ତ୍ରୀକୁ ଚିନ୍ତା କରିବା କଥା ମୋ ଜାଗାରେ ଯଦି ସ୍ତ୍ରୀ ଉପରେ ଠାକୁର ଥାନ୍ତେ ତାହେଲେ ଠାକୁର କଣ ଏଇଭଳି ବ୍ୟବହାର ଦେଇଥାନ୍ତେ। ତାହେଲେ ମୁଁ ନିଜକୁ ସଜାଡି ପାରେ ଏବଂ ତାହା ହେଉଛି ଠାକୁର ଜାଗ୍ରତ କରିବାର ଏକମାତ୍ର ଉପାୟ। ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କ ପାଖକୁ ଜଣେ ଭକ୍ତ ସେଦିନ ଆସିଛି, କହୁଛି ମୁଁ ଅନେକ ଦିନ ଧରି ଦୀକ୍ଷା ଦେଇଛି ଏବଂ ଦୀକ୍ଷା ନେଲା ପରେ ମୋ ଜୀବନରେ କିଛି ପରିବର୍ତ୍ତନ ଆସୁନାହିଁ। ସେତେବେଳେ ଆଚାର୍ଯ୍ୟ କହୁଛନ୍ତି, ତୁ ମଇଳା କପଡା କେବେ ସଫା କରିବା ଜାଣିଛୁ? ସେ କହିଲେ ହଁ। ନା ମଇଳା କପଡାକୁ ପ୍ରଥମେ ବାଲ୍ଟିରେ ଭରାଯାଏ, କିଛି ସର୍ଫ ପକାଯାଏ, କିଛି ପାଣି ପକେଇ ଦିଆଯାଏ। ଯେତେବେଳେ ପାଣି ଭରାଯାଏ ତା ଭିତରୁ କଣ ବାହାରେ? ତା ଭିତରୁ ସବୁ ମଇଳା ବାହାରେ। ତେଣୁ ଆମ ଭିତରେ ଏତେ ମଇଳା ଅଛି, ସେ ମଇଳା ସବୁ ବାହାରିବା ପାଇଁ ଅନେକ ଟାଇମ୍ ଲାଗିବ। এই ময়লা বাহারিগলা পরে ଆମ ଭିତରେ ସେ ଦିବ୍ୟତର ପରିପ୍ରକାଶ ହେବ ଏବଂ ସେଇଠି ଏଇ ମଇଳା ବାହାରିବା ପାଇଁ ସମୟ ଲାଗିପାରେ ଏବଂ ସେଇ ମଇଳା ବାହାରିଗଲା ପରେ ଆମ ଭିତରେ ସେ ଦିବ୍ୟତ ସୃଷ୍ଟି ହେବ। ତେଣୁ ସେ ଦିବ୍ୟତ ସୃଷ୍ଟି ହେଲେ ଆମେ ଇଷ୍ଟଙ୍କ ଚଳନୀରେ ଜୀବନଟାକୁ ଅତିବାହିତ କରିପାରିଲେ ଆମ ଭିତରେ ମଧ୍ୟ ଦିବ୍ୟତ ସୃଷ୍ଟି ହେବ। ଏବଂ ଆମ ପାଇଁ ଆବଶ୍ୟକ ହେଉଛି ଜନ୍ମଗତ ବୈଶିଷ୍ଟ୍ୟ। ଆମର ଜନ୍ମ ସଂସ୍କାରକୁ ନେଇକି ଆମେ ଚାଲିପାରିବା। ତେଣୁ ଆମେ ଅନେକ ପୁରାଣ ପଢୁଛୁ, ଯୋଉ ବାଲ୍ମୀକି ଋଷିଙ୍କର କଥା ଜାଣିଛନ୍ତି, 10 ରତ୍ନାକର ଋଷି କିଭଳି ଭାବରେ ବାଲ୍ମୀକି ଋଷିରେ ପରିଣତ ହେଇଥିଲେ। ସେଇ ବାଲ୍ମୀକି ଋଷି ରାମାୟଣକୁ ରାମଚନ୍ଦ୍ରଙ୍କର ଆଗମନର ପୂର୍ବ ବି ରାମାୟଣ ରଚନା କରିଦେଇଥିଲେ ବାଲ୍ମୀକି ଋଷି। ଏବଂ ଯେତେବେଳେ ସୀତାଙ୍କର ପାତାଳଗାମୀ ହେଇଥିଲା ରାମଚନ୍ଦ୍ର, ଯେତେବେଳେ ପଚାରିଥିଲେ ବାଲ୍ମୀକି ଋଷିକୁ, ବାଲ୍ମୀକି ଋଷି କହିଥିଲେ ପାତାଳଗାମୀ ହେଇଯିବ, ତାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ଏବଂ ରାମଚନ୍ଦ୍ର ମଧ୍ୟ ସୀତାଙ୍କୁ ରକ୍ଷା କରିପାରିଲେ ନାହିଁ, କାରଣ ତାହା ହିଁ ଥିଲା ବିଧିର ବିଧାନ। ସେଇଥିପାଇଁ ଠାକୁର କହୁଥିଲେ, ଯୋଉ କରି ওই ପାଇ ବିଧି କରି ବିଧିକାରୀ ବାମ ନାହିଁ। ବିଧିକାର ବାମ ନଥାଏ, ବିଧିକାର ବାମ ନଥାଏ। ଆମର କର୍ମଫଳ ଆମକୁ ଭୋଗିବାକୁ ପଡେ। ତେଣୁ ବାସ୍ତବିକତାକୁ ଦେଖୁଛି ବାଲ୍ମୀକି ଋଷିଙ୍କର କଥା। ବାଲ୍ମୀକି ଋଷି ତାଙ୍କୁ ସେ 10 ରତ୍ନାକର ଥିଲେ। 10 ରତ୍ନାକର ହଉଛନ୍ତି ଜଣେ ଋଷିଙ୍କର ପୁତ୍ର ଥିଲେ ଏବଂ ସେ ଅନେକ ବିଦ୍ୟାରେ ପାରଙ୍ଗମ ଥିଲେ, ମଲ୍ଟି ସ୍କିଲ୍ ପର୍ସନାଲିଟି ଥିଲା, ଅନେକ ଗୁଣରେ ପାରଙ୍ଗମ ଥିଲେ। ସେ ଜଙ୍ଗଲ ଶିକ୍ଷା କରୁଥିଲେ। ଜଣେ ଜଙ୍ଗଲ କନ୍ୟା ସହିତ ତାଙ୍କର ଦର୍ଶନ ହେଲା, ସେ ତାଙ୍କ ରୂପ ଲାବଣ୍ୟରେ ସେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଭିତରେ ଅନେକ ସନ୍ତାନ ଜନ୍ମ ନେଇଥିଲେ। ସେଇ ସନ୍ତାନ ମାନଙ୍କର ଲାଳନ ପାଳନ ହୋଇ ସେ ଜଙ୍ଗଲ ଭିତରେ ସେ ଗୋଟେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ହତ୍ୟା କରିକି ତାଙ୍କଠୁ ଲୁଣ୍ଠନ କରିକି ତାଙ୍କ ପରିବାର ପୋଷଣ କରୁଥିଲେ। ଏମିତି ଦିନେ ସାଧୁ ଆସିଛନ୍ତି। ସେ ସାଧୁଙ୍କ ପାଖରେ ଆଉ କିଛି ନାହିଁ, ଦୂରରୁ ଦେଖୁଛନ୍ତି 10 ରତ୍ନାକର ଯେ ସାଧୁ ଆସୁଛନ୍ତି କମଣ୍ଡଳ ଗୋଟେ ଧରିକି। ଭାବୁଛନ୍ତି ଆଜି ତ କିଛି ଘରେ ଖାଇବାକୁ ନାହିଁ, ଆଟଲିଷ୍ଟ ସେ କମଣ୍ଡଳଟା ଯଦି ନେଇଯାଏ ଆଜି ଦିନର ଖୋରାକଟା ହେଇଯିବ। ଯେତେବେଳେ ସାଧୁଙ୍କୁ ହତ୍ୟା କରିବାକୁ ଯାଇଛନ୍ତି, ସାଧୁ କହୁଛନ୍ତି ମୋ ପାଖରେ କିଛି ନାହିଁ, ତୁ ଏଇ କମଣ୍ଡଳଟା ନେଇ କଣ କରିବୁ? ତୁ ପାପ କଣ ପାଇଁ କରୁଛୁ ଏବଂ ପାପର ମୋକ୍ଷ ପାଇଁ କଣ? ତୁ ତୋ ପାପ ସହିତ ତୋର ପରିବାର କଣ ପାପ ଭାଗି ହବ? ଏବଂ ଏ କାହାଣୀ ଆପଣ ସମସ୍ତେ ଜାଣିଛନ୍ତି। ଯେତେବେଳେ ଯାଇକି ତାଙ୍କର ସ୍ତ୍ରୀ, ବାପା, ମା ସମସ୍ତଙ୍କୁ ପଚାରିଛନ୍ତି ଯେ ମୁଁ ଯୋଉ ପାପ କରୁଛି ପାପର ତୁମେ ମାନେ ଭାଗିକି ନାହିଁ, ସେତେବେଳେ ସମସ୍ତେ ମନା କରିଦେଇଛନ୍ତି, ଏ ତୁମର ଦାୟିତ୍ୱ, ଏ ଦାୟିତ୍ୱ ତୁମେ ଆମକୁ ଭରଣ ପୋଷଣ କରିବା ହଉଛି ତମର ଦାୟିତ୍ୱ। ଏଇ ଦାୟିତ୍ୱ କରିବା ପାଇଁ ତୁମେ ଯାହା କିଛି କର ସେ ପାପର ଆମେ ଭାଗିବ। ତାପରେ ଫେରି ଆସିଛନ୍ତି 10 ରତ୍ନାକର, ଲମ୍ ହେଇକି ପଡି ଯାଇଛନ୍ତି ସାଧୁଙ୍କ ଗୋଡ ତଳେ, ଯୋଉ ସାଧୁକୁ ଗଛରେ ବାନ୍ଧି ଦେଇକି ଯାଇଥିଲେ। ଏବଂ ତାପରେ ସେଇ ସାଧୁ ରୂପରେ ଯୋଉ ଗୁରୁ ଆସିଥିଲେ, ସେ ଗୁରୁଙ୍କର ଦିବ୍ୟ ଜ୍ଞାନରେ ତାଙ୍କ ଜୀବନରେ ଏମିତି ପରିବର୍ତ୍ତନ ହେଇଛି, ସେ ରାମ ରାମ ଜପ କରିପାରିନାହାନ୍ତି, ମରାମରା ଜପ କରିଛନ୍ତି। ଏଇ ମରାମରା ଜପ କରିବା ଭିତରେ ସେଇଠି ସେ ହୁଙ୍କା ହେଇଯାଇଛି। ସେ ହୁଙ୍କାର ନାଁ ହଉଛି ବାଲ୍ମୀକି। ସଂସ୍କୃତରେ ହୁଙ୍କାକୁ ବାଲ୍ମୀକି ବୋଲି କୁହାଯାଏ। ସେଇ ବାଲ୍ମୀକି ହୁଙ୍କାରୁ ଜନ୍ମ ନେଇଥିବା ତାଙ୍କ ନାଁ ହେଇଥିଲା ବାଲ୍ମୀକି ଋଷି। କିନ୍ତୁ ବାସ୍ତବିକ ଦେଖନ୍ତୁ, ସେମିତି ଗୁରୁଙ୍କର ଯଦି ସ୍ପର୍ଶ ନ ଆସେ ଆମ ଜୀବନରେ, ଗୁରୁଙ୍କର ଯଦି ସାନ୍ନିଧ୍ୟ ଆମ ଜୀବନରେ ନ ଆସେ, ତେବେ ଆମ ଜୀବନରେ କେବେ ହେଲେ ପରିବର୍ତ୍ତନ ଆସିପାରିବ। ଖାଲି ଗୁରୁଙ୍କୁ ସାନ୍ନିଧ୍ୟ ପାଇଲେ ହବନି, ତାଙ୍କର ନିର୍ଦ୍ଦେଶିତ ପଥରେ ପରିଚାଳିତ କରିବାକୁ ପଡିବ। ତେଣୁ ଏଇଠି ମନେ ପଡେ ଯୋଉ ଆମର ବିଭିନ୍ନ ସଂସ୍କାର ଅଛି, 40ଟି ସଂସ୍କାର। ଯୋଉ ଗୌତମ ମୁନି ଯେ ଥିଲେ, ଯେ 40 ବିଧ ସଂସ୍କାର ଦେଇଥିଲେ, ତାଙ୍କର ପତ୍ନୀ ଥିଲେ ଅହଲ୍ୟା। ଯୋଉ ରାମାୟଣ କଥା ଜାଣିଛନ୍ତି, ଅହଲ୍ୟା ତ
ଯଦି ମାନେ ନିଜ ଚଳନୀ ଭିତରେ ଏମିତି ଥିଲେ ସେ ଅନେକ ପାପ କର୍ମରେ ଲିପ୍ତ ଥିଲେ ଏବଂ ତାଙ୍କୁ ଅଭିଶାପ ଦେଇଥିଲେ, ସେ ପାଷାଣ ହେଇଯାଇଥିଲେ। ରାମଚନ୍ଦ୍ରଙ୍କର ପଦସ୍ପର୍ଶରେ ସେ ପାଷାଣ ଅହଲ୍ୟା ସେ ମଧ୍ୟ ମୁକ୍ତି ପାଇକି ସ୍ୱର୍ଗକୁ ଗମନ କରିଥିଲେ। ଠାକୁର କିନ୍ତୁ କହୁଛନ୍ତି ସେ ରାମଚନ୍ଦ୍ରଙ୍କର ପଦସ୍ପର୍ଶ ନୁହେଁ, ରାମଚନ୍ଦ୍ରଙ୍କର ପଥ ନିର୍ଦ୍ଦେଶିତ ପଥର ଚଳନରେ ସେ ଚାଲିକି ଜୀବନକୁ ସେ ସୁନ୍ଦର ଭାବରେ ଅତିବାହିତ କରିକି ସେ ସୁନ୍ଦର ଦିବ୍ୟ ଜୀବନରେ ପରିବର୍ତ୍ତନ କରିପାରିଥିଲେ। ତେଣୁ ସେଇ ଗୁରୁଙ୍କର ଚରଣରେ ଯେତେବେଳେ ଆମେ ଜୀବନଟାକୁ ଅତିବାହିତ କରିପାରୁ, ଜୀବନଟା ସେତେବେଳେ ଶାନ୍ତି ସୁସ୍ଥିରେ ଭରିଯାଏ। ତେଣୁ ଆମେ ଯେତେ କିଛି କର୍ମ କରୁ, ସେଇ କର୍ମ ଗୁଡାକ ଆମେ ଭାବୁ ମୁଁ କରୁଛି, ସେଥିପାଇଁ ମୋ ଭିତରେ ଅହଙ୍କାର ଆସେ। ସେଥିପାଇଁ ଠାକୁରଙ୍କର ସେଇ ଭାବବାଣୀରେ ଯୋଉ କହୁଛନ୍ତି ଦି ପ୍ରକାର କର୍ମର କଥା ଠାକୁର କହୁଛନ୍ତି, ଗୋଟେ ହଉଛି ବଦ୍ଧ କର୍ମ, ଆଉ ଗୋଟେ ହଉଛି ମୁକ୍ତ କର୍ମ। ମୁକ୍ତ ଭାବରେ ଆମେ ଯୋଉ କର୍ମ କରୁ, ସେଇ ଆମେ ଯେତେବେଳେ ମୁକ୍ତ, ମୁଁ ଯାହା କହୁଛି ସବୁ ଈଶ୍ୱରୀୟ କର୍ମ, ଈଶ୍ୱରଙ୍କର, ମୁଁ ମୋ ସ୍ତ୍ରୀ ପାଇଁ ପିଲା ପାଇଁ ମୋର କହି ଯୋଉ କହେ ତାହା ମତେ ମୁକ୍ତିର ପଥ ହୁଏ। ମୁଁ ଯଦି ମୁକ୍ତ ହେଇକି ଯଦି କିଛି କର୍ମ କରେ, ସବୁ କିଛି ଈଶ୍ୱରଙ୍କ ଉପରେ ସମର୍ପିତ ଭାବରେ କର୍ମ କରେ, ସେଇ କର୍ମ ଫଳରୁ ମତେ ନିର୍ବାଣ ମୁକ୍ତ ହେଇପାରେ। ତେଣୁ ସେଇ କର୍ମ ଫଳର ନିର୍ବାଣ ପାଇଁ, ମୋକ୍ଷ ପାଇଁ ପରମ ପିତା ହିଁ ଆସିଛନ୍ତି। ଏବଂ ଏଇ ସେଇ ଦ୍ୱାପର ଯୁଗରେ ପୁରୁଷ ଶ୍ରୀକୃଷ୍ଣ ଯେତେବେଳେ ଆସିଥିଲେ, 4 ଜଣଙ୍କର କର୍ମ ଫଳକୁ ଲାଘବ କରିଥିଲେ। ସେ ଥିଲେ ଅର୍ଜୁନ ଏବଂ ସେ ଥିଲେ କର୍ଣ୍ଣ, ସେ ଥିଲେ ଘଟୋତ୍କୋଚ, ଆଉ ଜଣେ ଥିଲେ ବେଲାଳସେନ ବା ବର୍ବରୀ। ଏଇ 4 ଜଣଙ୍କର କର୍ମ ଫଳ କେବଳ ଗ୍ରହଣ କରିଥିଲେ ପୁରୁଷ ଶ୍ରୀକୃଷ୍ଣ। କିନ୍ତୁ କଳି ଯୁଗରେ ଶ୍ରୀ ଠାକୁର ଆସିଛନ୍ତି ସମସ୍ତଙ୍କର କର୍ମ ଫଳକୁ ଧୋଇଦେବା ପାଇଁ এই ইষ্টবৃত্তি মাধ্যমে আমি যাহা কিছু কর্ম করিকি जो उपार्जित अर्थ आम अर्जन करुचु ताई आम कर्मर कर्मफल এই কর্মফল মাধ্যমে যদি প্রতি সকাল আমি কিছু ইষ্টবৃত্তি দউ আমার जो কুকর্ম করুচু সেই কর্মর কর্মফলକୁ ईश्वर ही आम पाखु नहीं जाती आम कर्मफल जीवन को निर्वाण मिले आम जीवनटा शांति सुस्थिर भरी जाए ताही इष्टबृत्तिर माध्यम मु बोधे कला पाणी जड़े माँ इष्टबृत्ति प्रति मासरे नहीं करे से बरगारे भौणी अच्छी प्रति मासरे नहीं करे तेणु वास्तविकता हूँ इष्टबृत्ति की प्रतिनियत प्रति मास दबाक पड़ो और प्रतिदिन 30 दिन हेले इष्टबृत्ति दबाक पड़ो इष्टबृत्ति हूँ इष्ट सहित युक्त रखार विधान तेणु तार भितर आम भितर अनेक अजस्र शक्ति जागृत हम और तार भितर आम ठाकुर भल पाइबार माने दिव्य सृष्टि हम ताकरी पथरे चलिबार समस्त विधान भितर सृष्टि हम और तार हूँ इष्टर आरंभ श्री श्री ठाकुर साधारण जीवन भाव में जन्म नहीं मानवीय शरीर थे से ऐश्वर्य जीवन भितर थिला जो ऐश्वर्य जीवन दिव्य जीवन को देखिले से लीला को देखिले जहाँ शरीर टेम्परेचर 110 डिग्री हो जाऊला जहाँ हार्ट बीट चालू नथला डॉक्टर स्टेथोस्कोप पकई जानी पारुनथला ब्लड प्रेशर हार्ट बीट चालू नथला किंतु से हसुथले कथा कहते एई बड़ी दिव्य मनीष ये कली युग में कौन संभव जहाँ साधारणतः पिलाटे जन्म होला बेलू 9 मास जन्म हुए श्री श्री ठाकुर जन्म रहस्य देखा गले से 12 मास मातृगर्भ में बीतई एड़ा पुरुष श्रीकृष्ण गीतार से कहते जी मोर जन्म कर्म को बुझी पारे से मोक्ष प्राप्ति हुए तेणु ये ठाकुर से जो जन्म कर्म को बुझा पाखे जदि संभव न हुए आम मोक्ष प्राप्ति पाइबा संभव हुए तेणु समय हो जाए समस्त शांति शुद्धि विधान परम विधान निकट में प्रार्थना करी मोर भक्त विराम दूसरी बंदे पुरुषोत्तम बंदे पुरुषोत्तम बंदे पुरुषोत्तम।